ଆମ ଘର ଆଜ୍ଞା କୁନିନ୍ଦା। ମୋ ନାଁ ହେଉଛି ସୁରେନ୍ଦ୍ର ପ୍ରସାଦ ବେହେରା। କଣ କହିବେ ଆପଣଙ୍କର ଏଇ ଯୋଉ ମନ୍ଦିରର ସକାଳୁ ଆମର ପୂଜକମାନେ ଆସନ୍ତି 7ଟା ସୁଦ୍ଧା ଆସିକି ପହଞ୍ଚନ୍ତି। ତା ପୂର୍ବରୁ ବହୁତ ଦର୍ଶକ ଆସିକି ଟିକେ ବୁଲିକି ଖାଲି ସେ ଚାବି ପଡ଼ିଥାଏ ଦେଖିକି ଯାଆନ୍ତି। ସେଦିନ ଆମେ ଆସିକି ସକାଳୁ ଦେଖିଲା ବେଳକୁ ଆସିଲା ବେଳକୁ ଆମେ ଦେଖୁଛୁ ଗେଟ୍ ପାଖରେ ଚାବି ପଡ଼ିଛି, କିନ୍ତୁ ଆଉ ସେପାଖ ସାଇଡ଼୍ର ଖୋଲା ହେଇଛି। ତାକୁ ଅଲଗା ଲୋକ ଆସିକି ଦେଖିଲେ କ'ଣ ବାକ୍ସ ଫାକ୍ସ ଏଠି ପଡ଼ିଛି, ବୋଧେ କାଢ଼ିଛନ୍ତି, ବୋଧେ ସଫାସଫି କରୁଛନ୍ତି। ଆଉ ଏଇ ସନ୍ଦେହର ସେ ରହିଗଲେ। ତାପରେ ନନା ଆସିକି ଯେତେବେଳେ ଦେଖିଲେ ଯେ ଚାବି ଖୋଲା ହେଇଛି, କୋଠ ବାକ୍ସ ନାହିଁ, ଇଏ ନାହିଁ, ଠାକୁରଙ୍କ ଜିନିଷ ସବୁ ନାହିଁ, ସେଇଠୁ ସବୁକୁ ଡକରା ହେଲା। ଡକରା ହେଇକି ଆମେ ଆସିକି ଦେଖିଲା ବେଳକୁ ଆମେ ପ୍ରଶାସକକୁ ଜଣେଇଲୁ। ସେ ଆସିଲା ପରେ ଇନକ୍ୱାରି କରିକି ଯାଇଛନ୍ତି। ଚୋରି ହେଇଛି ଏଠି ଆମର ସନ୍ତୋଷୀ ମା ମନ୍ଦିରର ସୁନା 3-4 ଭରି ଖଣ୍ଡ ସୁନା ଯାଇଛି, ରୂପା କିଛି ଯାଇଛି, ଆଉ ପଇସା କୋଠ ବାକ୍ସ 2ଟା ଆଙ୍କେ ଭାଙ୍ଗି ସେ ନେଇଛନ୍ତି। କ୍ଷେତ୍ରବାସୀର ସେଇ ରକମ ତାଙ୍କର ରୂପା ବେଶୀ ଥିଲା, ସୁନା ଟିକେ କମ୍ ଥିଲା। ରୂପା କିଲୋକୁ ଉର୍ଦ୍ଧ୍ୱ ହବ। ମୁକୁଟ ଗୋଟେ ଥିଲା, ଆଉ ରୂପାର ରେଖା ବି ଥିଲା, ରୂପାର ବହୁତ ଜିନିଷ ଥିଲା। ତା ବେକର ପକେଇଥିଲେ ଚେନ୍, ଆଉ ରୂପାର ଗୋଟେ ଏଇ ଯୋଉ ଇଏର ପକେଇଥିଲେ ସେଟା କ'ଣ ମଙ୍ଗଳସୂତ୍ର, ଏରକମ ସବୁ ପକେଇଥିଲେ। ପକା ହେଇଥିଲା, ଯିଏ ଯେମିତି ଯାତ୍ରୀମାନେ ଦିଅନ୍ତି ପକା ହେଇଥିଲା। ଆମ ଅନୁଷ୍ଠାନ ତରଫରୁ ବି କରାହୁଏ, ଦେଇଥିଲେ। ଦେଖିଲା ବେଳକୁ ସେଗୁଡ଼ାକ ସବୁ ସେ ଠାକୁର ଘର ଭାଙ୍ଗି ସେ ଅଲଗା ଜାଗାରେ ଭାଙ୍ଗିଛନ୍ତି। ସାମ୍ନା ଗେଟ୍ରେ ସେ ଭାଙ୍ଗି ନାହାନ୍ତି, ଅଲଗା ଜାଗାରେ ଭାଙ୍ଗିକି ସେ ପଶିକି ସବୁ ନେଇଯାଇଛନ୍ତି। ଆପଣ କଣ ଚାହୁଁଛନ୍ତି? ଆମେ ଚାହୁଁଛୁ ପ୍ରଶାସନକୁ ଯେତେବେଳେ ଆମେ ଜଣେଇଛୁ, ପ୍ରଶାସକ ୟାର ଯଦି ଟିକେ ଦାୟିତ୍ୱ ନ ନେବେ, କିଛି ଟିକେ ବୁଝାସୁଝା ନ କରିବେ, ଆମେ ମନ୍ଦିରକୁ ଆମର ଏଇ ସାଧାରଣ ଲୋକ ଆମେ ଯଦି ମନ୍ଦିରକୁ ଭକ୍ତମାନେ ଦେଇକି ଦାନ, ତାପରେ ଦେଖିଲା ବେଳକୁ ଚୋରି ହବ, ଆମେ ପ୍ରଶାସକଙ୍କୁ ଦାୟିତ୍ୱ ଦେବାନି। ଦାୟିତ୍ୱ ଦେଇଛୁ, ସେ ତାଙ୍କର ଯାହା ବିଚାର କରିବେ। ଆଉ ସମାଜସେବୀ କୃଷ୍ଣଚନ୍ଦ୍ର ବେହେରା, ଚୁନିନ୍ଦା, ଭଦ୍ରକ। କଣ କହିବେ ଏଇ ଯୋଉ ମନ୍ଦିରର ଲକ୍ଷାଧିକ ଟଙ୍କାର ଜିନିଷ ଚୋରି ହେଇଛି, ଯାହା ଆମେ ଖବର ପାଇଛୁ, କଣ କହିବେ? ହଁ, ସିଏ ଆମର ଯେଉଁ ବୁଧବାର ଦିନ ରାତିର ସିଏ ରାତି ଆମେ ଯାହା ଅନୁମାନ କରୁଛୁ ସିଏ ରାତି 10ଟା 11ଟା ପରେ ସିଏ କାମ କରିଥିବେ। କାହିଁକି ବଜାର ଘାଟ 10ଟା ପର୍ଯ୍ୟନ୍ତ ଖୋଲା ରହୁଛି। ତାପରେ ସେ 10ଟା ପରେ ଯାହା କରିଥିବେ। ଆଉ ଆମର ସକାଳୁ ଯେଉଁ ଲୋକ ସବୁ ଫୁଲ ଦେବାକୁ ଆସନ୍ତି, ସେମାନେ ଦେଖିଲେ ଯେ ବାକ୍ସ ଫାକ୍ସ ବାହାରେ ପଡ଼ିଛି, ପଛପଟ କବାଟଟା ସାଇଡ଼୍ କବାଟଟା ହେଉଛି ଭଙ୍ଗା ହେଇଛି। ସେମାନେ ଭାବିଲେ ହେଉଛି ବୋଧେ ନନା ଫନା ଆସିକି ଇଏ କରିଥିବେ। ସେମାନେ ତ ଭିତରକୁ ଯାଆନ୍ତିନି ଅଗାଧୁଆ। ମୋତେ ନନା ଆସିକି 7:30ରେ ଫୋନ୍ କଲେ, କୁଷ୍ଟାଇ ଆପଣଙ୍କ ମନ୍ଦିରର ଚୋରି ହେଇଛି, ଆଉ ଶୀଘ୍ର ଆସନ୍ତୁ। ମୁଁ ଦୌଡ଼ିକି ଆସିକି ସମସ୍ତଙ୍କୁ ଫୋନ୍ କଲି। ଆମର ଯେଉଁ କମିଟି ମେମ୍ବର ଅଛନ୍ତି, ମୋ ଭଉଣୀ ଯିଏ ବାସନ୍ତୀ ଲତା ପରିଡ଼ା ଯିଏ ମନ୍ଦିର କରିଛନ୍ତି, ତାପରେ ପୀତାମ୍ବର ପରିଡ଼ା ଯିଏ, ତାଙ୍କୁ ଫୋନ୍ କଲି। ମୁଁ ଭାଇ ଏଇଭଳିଆ ମନ୍ଦିରର ସନ୍ତୋଷୀ ମା ମନ୍ଦିରର ଚୋରି ହେଇଛି, ମନ୍ଦିର ଚୋରି ହେଇଛି, ଆପଣ ଶୀଘ୍ର ଆସିକି ପହଞ୍ଚନ୍ତୁ। ତାପରେ ମୁଁ ଗୌରୀ ଭାଇ ଆଉ ମୁନାକୁ ଫୋନ୍ କଲି, ସେମାନେ ଆସିଲେ। ତାପରେ ଦେଖିଲା ବେଳକୁ ଆମର କ୍ଷେତ୍ରବାସୀ ମନ୍ଦିର ପାର୍ଶ୍ୱ ଗୋଟେ ଗ୍ରିଲ୍ ଭଙ୍ଗା ହେଇଛି, ସେବାଟେ ମାଆଙ୍କ ମନ୍ଦିରର ଚୋରି ହେଇଛି। ତ ଏଇସବୁ ଦେଖିଲା ପରେ ସବୁ ଲୋକଙ୍କୁ ଡାକିକି ତାପରେ FIR ଦିଆହେଲା। FIR ଦେଇକି ଆମେ 5 ଜଣଙ୍କୁ FIR ଦେଇତେ FIR ଦେଇକି ଆସିନୁ। ସାର୍ ଆସିଲେ, ତାର ଇନକ୍ୱାରି କରିକି ଗଲେ। ତାପରେ ବର୍ତ୍ତମାନ ଆଜି କେଉଁଦିନ ଆଉ ସାର୍ ବାହାରେ ଆସିବେ, ଦେଖିବେ ତାର ସବୁ ଚୋରି କେମିତି ଧରା ପଡ଼ିବ। ସେଟା ତ ପ୍ରଶାସନ ଉପରେ ନିର୍ଭର କରେ, ଆମ ଦ୍ୱାରା କିଛି ନୁହେଁ। ଆଉ ପ୍ରଶାସନ ଚାହିଁଲେ ସାଙ୍ଗେ ସାଙ୍ଗେ ଧରି ନେବ, ଅସୁବିଧା କ'ଣ ଅଛି। ଗୌରଗୋପାଳ ଜେନା, ଚୁନିନ୍ଦା, ମା କ୍ଷେତ୍ରବାସୀ ମକରମେଳା କମିଟିର ସଭାପତି। କଣ କହିବେ ଏଇ ଯୋଉ ଚୋରି ହେଇଛି? ଦୁଃଖର ବିଷୟ। ଆମର ବହୁତ ପୁରୁଣା ଅନୁଷ୍ଠାନ। ଆମ ଏ ଅନୁଷ୍ଠାନରେ ଏମିତି କେବେ ଏଇରକମ ଚୋରି ହେଇନଥିଲା। ଚୋରି ଛୋଟ ମୋଟ ହୁଏ, କିନ୍ତୁ ଏମିତି କେବେ ଚୋରି ହେଇନଥିଲା। ଆମର ଏଠି ମା କ୍ଷେତ୍ରବାସୀଙ୍କର ଏବଂ ମା ସନ୍ତୋଷୀଙ୍କର ଏ ଦୁଇଟି ମନ୍ଦିର, ମାଆଙ୍କ ମନ୍ଦିରରୁ ଗତ ବୁଧବାର ଦିନ ରାତିରେ, କେତେ ରାତିରେ ଆମେ ଜାଣିନୁ, ରାତିରେ ଯାଉ ଅର୍ଦ୍ଧରାତ୍ରି ରାତିରେ ସବୁ ସୁନା ଗହଣା, ସୁନା ରୂପା ଆଉ କିଛି ବାସନକୁସନ ଚାବି ଭାଙ୍ଗି, ବାଉଣ୍ଡ୍ରି ଚାବି ଭାଙ୍ଗି, ଏପଟର ଗେଟ୍ରେ ଆମର ଯେଉଁ ପଡ଼ିଛି ତା ଗ୍ରିଲ୍କୁ ତାଡ଼ି ନେଇ ଦୁର୍ବୃତ୍ତମାନେ ପଳେଇଛନ୍ତି। କେତେ ଗହଣା ହବ? ଗହଣା ଯେତିକି ପ୍ରାୟ ଚୋରି ହେଇଛି, ଅର୍ଣ୍ଣାମେଣ୍ଟ ପାଖାପାଖି 5-6 ଲକ୍ଷ ଟଙ୍କା ହେବ। ଏବଂ ଆଉ ଯେଉଁ କ୍ୟାସ୍ ଚାଲିଛି, ଯେଉଁ ବାକ୍ସ ସବୁ ଭାଙ୍ଗି ନେଇଯାଇଛନ୍ତି, ଆମର ଯେଉଁ ଦାନ ବାକ୍ସ, ସେ ତ ବର୍ଷ ଥରେ ଗଣା ହୁଏ ନା, ତାକୁ କିଛି ଭାଙ୍ଗି ନେଇଯାଇଛନ୍ତି। ତାପରେ ବାସନକୁସନ ଯାହା ଆମ ଠାକୁରଙ୍କ ନିତ୍ୟ ବ୍ୟବହାର ଯେଉଁ ଆସୁଛନ୍ତି, ତାକୁ ନେଇଯାଇଛନ୍ତି। ତେଣୁ 6-7 ଲକ୍ଷ ଟଙ୍କାର ଜିନିଷ ଆବତରେ ନେଇଯାଇଛନ୍ତି। ଆଉ ଥାନାରେ FIR ଦେଇଛୁ। ସେଇଦିନ ଆମେ ଗୁରୁବାର ଦିନ ସକାଳୁ ଜାଣିଲା ପରେ
ଆମେ ଯାଇକି ରୁରାଲ୍ ଥାନା ଆମର ଭଦ୍ରକ ରୁରାଲ୍ ଥାନା ଯାଇକି ଆମେ ଲିଖିତ ଏଫଆଇଆର ଦେଇଛୁ ଏବଂ ତାପରେ ସେ ଗୁରୁବାର ଦିନ ଆସିକି ଏଠି ଇନକ୍ୱାରି କରିକି ଯାଇଥିଲେ ଥାନାରୁ ଆସିଥିଲେ କ'ଣ କହୁଛନ୍ତି ଥାନାବାଲା? ଥାନାବାଲା ଇନଭେଷ୍ଟିଗେସନ୍ କରୁଛନ୍ତି ଧରିବେ ବୋଲି ତା ସାଙ୍ଗେ ୟା ପୂର୍ବରୁ ଥରେ ସେ ହେଇଥିଲା ଏରକମ ହେଇଥିଲା ଆମର ତ ନେଇଥିଲେ ଯେ ଚୁରି ପକେଇ ଦେଇଗଲେ ଜିନିଷ ହେଇଥିଲା କିନ୍ତୁ ସନ୍ତୋଷ ମନ୍ଦିର ଯେ ଦେଇଥିଲା ଆମେ ସେ ଏଫଆଇଆର ଦେଇଥିଲୁ ଏତେଟା ଚୋରି ନୁହେଁ ଭଙ୍ଗା ଭଙ୍ଗେଇକି ଆମର ସେ ସନ୍ତୋଷ ମନ୍ଦିର ଆଖିକି ତାଡ଼ିକି ସେ ସୁନା ଆଖିର ଯେଉଁ ପତା ସେ ପତା ପ୍ଲସ୍ ଆଖି ସବୁ ତାଡ଼ିକି ନେଇଯାଇଛନ୍ତି ଆଉ କ୍ଷେତ୍ରବାସୀଙ୍କ ବେଶୀ ମୁକୁଟ ତାଙ୍କ ଆଖି ଛୋଟ ତାଡ଼ି ପାରିନାହାନ୍ତି ଆଉ ମଥାମଣି ସୁନାର ମଥାମଣି ଭଳିଥିଲା ମୁକୁଟ ପ୍ରଶାସନକୁ କ'ଣ ଆବେଦନ କରୁଛନ୍ତି ନିବେଦନ କରୁছে ଆମର ଏ ଅନୁଷ୍ଠାନ ବହୁତ ଏତେ ଦିନର ଅନୁଷ୍ଠାନ ଏ ଅନୁଷ୍ଠାନର ମାନେ ମାଆ ହିଁ ଭରସା ଆଉ ଆମର କିଛି ନାହିଁ ଏଠି ଗୋଟେ କିଛି ଯେ ଗଭର୍ଣ୍ଣମେଣ୍ଟର ଲକ୍ଷ ଲକ୍ଷ ଟଙ୍କା ଆସୁଛି ସେମିତି ବି କିଛି ନାହିଁ ଯାହା ଡେଭଲପମେଣ୍ଟ ଏଇ ଆମ ଗଲା କିଛି ଦିନ ହେଇଛି ଏଠି କିନ୍ତୁ ମନ୍ଦିରର ଏଇ ସବୁ ଜିନିଷପତ୍ର ଏଇସବୁ ପାଇଁ ଆମର ଏଇ ସାଧାରଣ ଲୋକଙ୍କର ମାନେ ଦାନରେ ମାନେ ହୁଏ କେହି ଆମକୁ ମାନେ ଏଠି ଇଏ କରୁନା ସବୁ ସାଧାରଣ ଲୋକ ଆମେ ପ୍ରଶାସନକୁ ପୁରା ଅନୁରୋଧ କରୁଛୁ କେମିତି ଏ ଚୋରିଟା ବନ୍ଦ ହେବ ଏବଂ ଏ ଚୋରି କେମିତି କ'ଣ ହେଇଛି ଟିକେ ଇନଭେଷ୍ଟିଗେସନ୍ କରନ୍ତୁ ଏବଂ ଭବିଷ୍ୟତରେ କେମିତି ନ ହେବ ସେ ବ୍ୟବସ୍ଥା ଟିକେ କଲେ ଭଲ ଇଏ ହେବ ଆଉ ତଥାପି ଆମେ ଚେଷ୍ଟା କରୁଛୁ ଆମର ଏବେ ଯେଉଁ ଲାଗିଥିଲା ଆମ ସିସି କ୍ୟାମେରାଟା ସେଟା ଆଉ ଜାଣିନାହାନ୍ତି ମାନେ ସେ ବହୁତ ଦିନ ହେଲା ମାନେ ଇନ୍ଆକ୍ଟିଭ୍ ହେଇକି ରହିଯାଇଛି ଯାହାଫଳରେ ଆମେ ଟିକେ ଦ୍ୱନ୍ଦ୍ୱରେ ରହିଗଲୁ କ'ଣ ପାଇଁ ଏମିତି ହେଲା କ'ଣ ପାଇଁ ହେଲା ଆମେ ସେଇଟା ଦେଖୁଛୁ ଆଉ